ଆଜି ସକାଳୁ ମୋତେ ମୋ ମା କାମ ଧରେଇଦେଲେ। କହିଲେ କ'ଣ ନା ଯା ସେଇ ସମସ୍ତଙ୍କ ନାଗି ତୁ ଚାହା କରିକି ଆଣ। ତ ଜଲ୍ଦି ଚାହା କରିକି ଆଗେ ମାଆଙ୍କୁ ଦେଲି। ମାଆଙ୍କୁ ଦେଇ ସାରିଲା ପରେ ମୋ ଭେଣେଇ ଥିଲେ ତାଙ୍କୁ ଦେଲି। ତାଙ୍କୁ ଦେଇ ସାରିକି ଚାଲି ଆସିଲି ରୁମ୍କୁ। କାହିଁକିନା ରୁମ୍ରେ ମୋ ଭାଇ ପାଠ ପଢ଼ୁଥିଲା। ସେ ପାଠ ପଢ଼ିକି ତାର କେତେ ବୁଦ୍ଧି ହେବ ଯେ କିଏ ଜାଣି, ଛାଡ଼। ତାକୁ ଚାହା ଦେଇକି ବାହାରକୁ ଆସିକି ତାପରେ ଆସାନ ଟିକେ ଖେଳିକି ଅଣ୍ଡା ବସେଇଥାଏ। ଅଣ୍ଡା ବସେଇଲା ହଠାତ୍ ଏତେ ଯେଉଁ ବାହାରେ ସାଉଣ୍ଡଟା ଦେଖିଲାକୁ ଏ ଗଛର ଡାଳ ପୁରା ଭାଙ୍ଗି ଦେଇଛନ୍ତି। ତାପରେ ଦେଖତେ ମନେ ପଡ଼ିଲା ଆରେ ମୁଁ ତ ଅଣ୍ଡା ବସେଇଥିଲି, ଅଣ୍ଡାଟା ବି ପୋଡ଼ିଗଲା। ସେ ତାକୁ ସାଇଡ଼୍ରେ ରଖିକି ଆସିକି ସେ ଡାଳମାଳ ସବୁ ଅଧା ମାନେ ସାଇଡ଼୍ରେ ରଖିଲେ। ଅଧା କାମ ସାରିଲେ ସାତ ବହୁତ ଜୋର ଭୋକ ଲାଗିଯାଇଥିଲା। ତ ଆସିକି ଖାଇବା ପାଇଁ ମାନେ ବସିଲେ। ଖାଇଲା ବେଳେ ବି ଏ ବଦମାସ ମାଡ଼ ଖାଉଛି। କ'ଣ ପାଇଁ? ସେ ମୋବାଇଲ୍ ନେଇକି ଏତେ ମାଡ଼ ଖାଉଛି, ତାପରେ ବି ସୁଧୁରୁନି। ଛାଡ଼, ଖାଇସାରିଲା ପରେ ଆଉ ଯେତିକି ଅଧା କାମ ଥିଲା ତାକୁ ସଫା କଲେ। ତଳ ସବୁ ମାନେ ଯେତେ ପତ୍ରମତ୍ର ପଡ଼ିଥିଲା ତାକୁ ଗୋଟେ ଜାଗାରେ ଠୋଳେଇଲେ। ତାପରେ ସନ୍ଧ୍ୟାବେଳେ ଯାଇଥିଲେ ଗୋଟେ ଛୋଟିଆ ଝିଅର ଜନ୍ମଦିନକୁ, ତା ବର୍ଥଡ଼େ ସେଲିବ୍ରେଟ୍ କଲେ। ବର୍ଥଡ଼େ ସେଲିବ୍ରେଟ୍ କରି ଘରକୁ ପଳେଇ ଆସିଲେ।